ରଙ୍ଗର ପର୍ବ ହୋଲି କେବେ ଏବଂ କୋଉଠୁ ଆରମ୍ଭ ହୋଇଥିଲା? ଦ୍ୱାପର ଯୁଗରେ ଛୋଟବେଳେ ଭଗବାନ କୃଷ୍ଣ ମାଙ୍କୁ ପଚାରିଲେ, ମା ମୁଁ ଏତେ ଶ୍ୟାମଳ କଣ ପାଇଁ, ରାଧା ଏତେ ଗୋରା କଣ ପାଇଁ? ମା ହସିକି କହିଲେ, ତତେ ଯଦି ରାଧାର ଗୋରା ରଙ୍ଗ ପ୍ରିୟ ଲାଗୁଛି ତାହେଲେ ରାଧାକୁ ଟିକେ ରଙ୍ଗ ଲଗାଇ କଳା କରିଦେ। ଏହା ଶୁଣି ଭଗବାନ କୃଷ୍ଣ ଚାଲିଲେ ରାଧାଙ୍କ ପାଖକୁ। ରାଧାଙ୍କୁ ଯାଇ ରାଧାଙ୍କ ମୁହଁରେ ରଙ୍ଗ ଲଗାଇଲେ ଏବଂ ତାଙ୍କୁ କହିଲେ, ଏବେ ତୁମେ ବି କଳା ମୁଁ ବି କଳା। ରାଧା କୃଷ୍ଣଙ୍କର ରଙ୍ଗ ଖେଳା ଦେଖି ଗୋପ ଗୋପାଳୁଣୀ ମାନେ ନିଜ ନିଜ ଭିତରେ ରଙ୍ଗ ଖେଳିବା ଆରମ୍ଭ କଲେ। ଏହା ଦେଖି ବ୍ରଜବାସୀ ମାନେ ସଭିଏଁ ଜଣେ ଆଉ ଜଣଙ୍କୁ ରଙ୍ଗ ଲଗାଇବା ଆରମ୍ଭ କଲେ। ସାରା ବ୍ରଜବାସୀ ସେଦିନ ରଙ୍ଗ ଲଗାଇ ହୋଲି ଉତ୍ସବ ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ହୋଲି ରଙ୍ଗ ଖେଳ ଚାଲି ଆସିଛି। ଭଗବାନ କୃଷ୍ଣ ରାଧାଙ୍କୁ ପ୍ରେମର ରଙ୍ଗ ଲଗାଇଥିଲେ। ରାଧା ହସିକି କହିଥିଲେ, କାହ୍ନା କଳା ରଙ୍ଗ ଲଗାଇ ମତେ କଳା କରିଦେଇପାର, କିନ୍ତୁ ପ୍ରେମର ରଙ୍ଗ ସବୁବେଳେ ସମାନ ହୋଇଥାଏ। ପ୍ରେମରେ କେବେ ଉଚ୍ଚ ନିଚ, ବଡ ଛୋଟ, ଗୋରା କଳା ନଥାଏ, ସବୁକିଛି ସମାନ ଥାଏ। ରାଧେ ରାଧେ।